ରାଜଧାନୀବାସୀଙ୍କୁ ବଡ଼ ଝଟକା। 1% 3.3% ପର୍ଯ୍ୟନ୍ତ ମହଙ୍ଗା ହେବ ବିଜୁଳି ବିଲ୍। ଏହି ଲୋକଙ୍କ ଉପରେ ପଡ଼ିବ ପ୍ରଭାବ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ରାଜଧାନୀବାସୀଙ୍କୁ ଖୁବ୍ ଶୀଘ୍ର ମହଙ୍ଗା ବିଜୁଳିର ଝଟକା ଲାଗିପାରେ ଏବଂ ଦର 1%ରୁ 3.3% ବୃଦ୍ଧି ପାଇବାର ସମ୍ଭାବନା ରହିଛି। ହେଲେ ସମସ୍ତ ଗ୍ରାହକ ପ୍ରଭାବିତ ହେବେ ନାହିଁ। ରିପୋର୍ଟ ଅନୁଯାୟୀ 200 ୟୁନିଟ୍ ପର୍ଯ୍ୟନ୍ତ ଏବଂ 200ରୁ 400 ୟୁନିଟ୍ ପରିସର ମଧ୍ୟରେ ବିଦ୍ୟୁତ୍ ବ୍ୟବହାର କରୁଥିବା ଗ୍ରାହକମାନେ ବର୍ତ୍ତମାନ ପାଇଁ ଆଶ୍ୱସ୍ତି ପାଇବେ। ଏହି ବୃଦ୍ଧି ସେମାନଙ୍କର ବିଦ୍ୟୁତ୍ ବିଲ୍ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବାର ସମ୍ଭାବନା କମ୍। ବିପରୀତରେ 500 ୟୁନିଟ୍ରୁ ଅଧିକ ବ୍ୟବହାର କରୁଥିବା ଗ୍ରାହକମାନେ ବର୍ଦ୍ଧିତ ହାରର ପ୍ରଭାବ ଦେଖିପାରନ୍ତି, ଯାହାଫଳରେ ପୂର୍ବ ତୁଳନାରେ ବିଦ୍ୟୁତ୍ ବିଲ୍ ଅଧିକ ହୋଇପାରେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦିଲ୍ଲୀ ବିଦ୍ୟୁତ୍ ନିୟାମକ ଆୟୋଗ ବିଦ୍ୟୁତ୍ କ୍ରୟର ଅଧିକ ମୂଲ୍ୟ ଆଦାୟ କରିବା ପାଇଁ ବିଦ୍ୟୁତ୍ ବଣ୍ଟନ କମ୍ପାନୀଗୁଡ଼ିକୁ ସରଚାର୍ଜ ବୃଦ୍ଧି କରିବାକୁ ଅନୁମତି ଦେଇଛି। ଏହି ବୃଦ୍ଧି ଇନ୍ଧନ ଏବଂ ବିଦ୍ୟୁତ୍ କ୍ରୟ ସମାୟୋଜନ ସରଚାର୍ଜ ସହିତ ଜଡ଼ିତ ଏକ ଅତିରିକ୍ତ ଚାର୍ଜ, ଯାହା ବିଦ୍ୟୁତ୍ କମ୍ପାନୀଗୁଡ଼ିକୁ ଇନ୍ଧନ ଏବଂ ବିଦ୍ୟୁତ୍ କ୍ରୟର ବର୍ଦ୍ଧିତ ଖର୍ଚ୍ଚ ଆଦାୟ କରିବାକୁ ଅନୁମତି ଦିଏ। କୋଇଲା ଏବଂ ଇନ୍ଧନ ମୂଲ୍ୟ ବୃଦ୍ଧି ଏବଂ ବିଶ୍ୱ ବଜାର ଅନିଶ୍ଚିତତାକୁ ଉଲ୍ଲେଖ କରି ଡିଇଆର୍ସି ଏପ୍ରିଲ 2026 ପାଇଁ ଏହି ସରଚାର୍ଜର ସୀମା ବୃଦ୍ଧି କରିବାକୁ ଅନୁମୋଦନ କରିଛି। ଏହା ମୁଖ୍ୟତଃ ପୂର୍ବ ଏବଂ କେନ୍ଦ୍ରୀୟ ଦିଲ୍ଲୀର ଗ୍ରାହକମାନଙ୍କୁ ପ୍ରଭାବିତ କରିବ, ଯେଉଁମାନେ ବିଏସ୍ଇଏସ୍ ଯମୁନା ପାୱାର ଲିମିଟେଡ୍ ଦ୍ୱାରା ବିଦ୍ୟୁତ୍ ଯୋଗାଣ କରିଛନ୍ତି। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ